ମେକ୍ସିକୋରେ ଏକ ବଡ଼ ବିମାନ ଦୁର୍ଘଟଣା ଘଟିଛି। ଜରୁରୀକାଳୀନ ଅବତରଣ ସମୟରେ ଜଳିଗଲା ଘରୋଇ ବିମାନ। ଏହି ଘଟଣାରେ ମୋଟ 7 ଜଣଙ୍କର ମୃତ୍ୟୁ ଘଟିଛି। ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ଦୁର୍ଘଟଣାଟି ସାନ ମେଟ୍ରୋ ଆଟେନକୋରେ ଘଟିଥିଲା, ଯାହା ଟେଲୁକା ବିମାନ ବନ୍ଦରରୁ ପ୍ରାୟ 5 କିଲୋମିଟର ଏବଂ ମେକ୍ସିକୋ ସିଟିରୁ ପ୍ରାୟ 50 କିଲୋମିଟର ପଶ୍ଚିମରେ ଅବସ୍ଥିତ ଏକ ଶିଳ୍ପାଞ୍ଚଳ। ବିମାନଟି ଆକାପୁଲକରୁ ଉଡ଼ାଣ ଭରୁଥିଲା। ଯାନ୍ତ୍ରିକ ତ୍ରୁଟି ଦେଖାଦେବା ପରେ ବିମାନଟି ନିକଟସ୍ଥ ଏକ ଫୁଟବଲ ପଡ଼ିଆରେ ଜରୁରୀକାଳୀନ ଅବତରଣ କରିବାକୁ ଚେଷ୍ଟା କରୁଥିଲା। ଠିକ୍ ଏତିକି ବେଳେ ଏହା ନିକଟବର୍ତ୍ତୀ ଏକ ବାଣିଜ୍ୟିକ କୋଠାରେ ଧାତୁ ଛାତ ସହିତ ଧକ୍କା ଦେଇଥିଲା। ଧକ୍କା ପରେ ବିମାନଟି ନିଆଁ ଲାଗିଯାଇ ଆଖପାଖ ଅଞ୍ଚଳକୁ ଗ୍ରାସ କରିଥିଲା। ବିମାନଟିରେ ମୋଟ 8 ଜଣ ଯାତ୍ରୀ ଏବଂ 2 ଜଣ କ୍ରୁ ସଦସ୍ୟ ଥିଲେ। ତଥାପି ଦୁର୍ଘଟଣାର କିଛି ଘଣ୍ଟା ପରେ କେବଳ 7 ଜଣ ମୃତଦେହ ଉଦ୍ଧାର କରାଯାଇଥିଲା। ଅବଶିଷ୍ଟ ପୀଡ଼ିତଙ୍କର ସନ୍ଧାନ ଏବଂ ଚିହ୍ନଟ ଜାରି ରହିଛି। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ ଦୁନିଆ।